ଜେଜେମା ମୋ ଜେଜେମା ତା ପାକୁଆ ପାଟିରେ ଦାନ୍ତ ଗୁଡ଼ାକ ପଡ଼ିଗଲାଣି। କେତେ କ'ଣ କହି ପକାଏ, ବୁଝି ହୁଏ ନା। ତା ଚର୍ବିତ ଚର୍ବଣ କଣ୍ଠସ୍ୱରରେ ପଣିକାୟିତ ସ୍ୱରରେ ମୋତେ ଶୁଭେ କେତେବେଳେ କେମିତି ଡାକୁଣି ଖିଆ କରି ଗାଳି ଦିଏ, ଝାଡ଼ା ବାନ୍ତିଆ କରି ଗାଳି ଦିଏ। କିନ୍ତୁ ସେ ଗାଳିରେ ଗୋଟେ ଥାଏ ମୋହ, ଗୋଟେ ଆତ୍ମୀୟତା, ଗୋଟେ ଭଲ ପାଇବାର ନିର୍ଯାସ। ବୁଢ଼ୀ ଏବେ ବଞ୍ଚିଛି, ସେ ବୁଢ଼ୀ ଏବେ ବଞ୍ଚିଛି। କେତେବେଳେ କେମିତି ମୋତେ ବି ଗାଳି ଦେଇଛି, କହୁଛି ଜୀବନରେ ତୁ କିଛି କରିପାରିଲୁନୁ, ବେକାର ହୋଇଗଲୁ, ବାଳୁଙ୍ଗା ହେଲୁ, ବାତଡ଼ା ହେଲୁ। ସେଇ ବାତଡ଼ା ବାଳୁଙ୍ଗା ଶବ୍ଦଟି ମୋତେ ଆଗକୁ ଯିବାକୁ ଗୋଟେ ପ୍ରକାର ଯେମିତି ଗୋଟେ ପ୍ରେରଣା, ଗୋଟେ ଉତ୍ସାହ, ଗୋଟେ ଉଦ୍ଦୀପନା, ଗୋଟେ ଭଲ ପାଇବାର ଗୋଟେ ବିରାଟ ନିର୍ଯାସ ପ୍ରତିପାଦନ କରେ। ବୁଢ଼ୀମା ଏବେ ବଞ୍ଚିଛି। ସେ ଶାଗ ପଖାଳ ଜୀବନ ଭିତରେ ନିଜକୁ ସମର୍ପି ଦେଇଛି। ସଜନା ଶାଗର ପେନ୍ଥିରୁ ସେ ସବୁଜ ପତ୍ର ଗୁଡ଼ିକୁ ଛଡ଼ାଉ ଛଡ଼ାଉ ବୁଢ଼ୀ କେତେବେଳେ କେମିତି କହିଦିଏ, ମୁଁ ବି ଦିନେ ଏ ପତ୍ରରୁ ଛାଡ଼ିଯିବି, ମୁଁ ବି ଦିନେ ଏ ପେନ୍ଥାରୁ ଛିଡ଼ି ପଡ଼ିବି, ମୁଁ ବି ଦିନେ ମରିଯିବି। କିନ୍ତୁ ମୁଁ ଉପଦେଶ ଦେଉଛି, ତୁମକୁ ଗାଳି ମାଧ୍ୟମରେ କହୁଛି, ଭଲ ମଣିଷ ହୁଅ। ବୁଢ଼ୀର ସେଇ ଆକ୍ତାମାକ୍ତା ସ୍ୱର ବୁଝି ହୁଏ ନା। କେତେବେଳେ କେମିତି ସେ କହିଦିଏ, ସେ ଡାକୁଣି ଖିଆ ଝାଡ଼ା ବାନ୍ତିଆ ଭେଦାବଡ଼ିଆ ଶବ୍ଦ ଭିତରେ ଗୋଟେ ଆତ୍ମୀୟତା ଭରି ରହିଛି, ଗୋଟେ ଭଲ ପାଇବାର ନିର୍ଯାସକୁ ମୁଁ ଅନୁଭବ କରିପାରେ। ସେ ବୁଢ଼ୀ 92 ବର୍ଷରେ ଏବେ ବି ବଞ୍ଚିଛି। ତା ନାଁ ହେଉଛି ଚେମା। ତାକୁ ସମସ୍ତେ ଜାଣନ୍ତି ଚେମା ବୁଢ଼ୀ। ଚେମା ବୁଢ଼ୀର ବ୍ୟକ୍ତିତ୍ୱ ଏକ ନିଆରା ବ୍ୟକ୍ତିତ୍ୱ। ସାରା ପଞ୍ଚାୟତରେ ସମସ୍ତେ ଜାଣନ୍ତି 92 ବର୍ଷର ଏକ ବୁଢ଼ୀ ପୁରାଣ ପୋଥି ଗାଏ। ପୁରାଣର ତମାମ ବ୍ୟକ୍ତିତ୍ୱ, ପୁରାଣର ତମାମ ଯେତେ ସବୁ ରହିଛନ୍ତି ଚରିତ୍ର, ପୁରାଣରେ ସେ କୃଷ୍ଣଠାରୁ ଆରମ୍ଭ କରି ରାବଣ ପର୍ଯ୍ୟନ୍ତ, ସେ ମହାଭାରତ ହେଉ, ରାମାୟଣ ହେଉ, ଉପନିଷଦ ହେଉ, ଭାଗବତ ବି ହେଉ, ସବୁଥିରେ ସେ ଯେମିତି ଏକ ପ୍ରକାର ଏକ ନିମନ୍ତ୍ରିତ ଅତିଥି। ସବୁ କଥାରେ କଥାରେ ସେ ଉଦାହରଣ ଦିଏ। କୃଷ୍ଣ ଉଦାହରଣ ଦିଏ, ଅଭିମନ୍ୟୁ ଉଦାହରଣ ଦିଏ, କର୍ଣ୍ଣ ଉଦାହରଣ ବି ଦିଏ। କୃଷ୍ଣ ଉଦାହରଣ ଦିଏ, କୃଷ୍ଣ ଭଳିଆ ବନ୍ଧୁତା କରନ୍ତୁ। ଯେଉଁ ବନ୍ଧୁ ସିଏ ଜାଣିଥିଲେ ବିଜୟ ସୁନିଶ୍ଚିତ, ତଥାପି ସେ ତାଙ୍କ ସାଙ୍ଗରେ ଥିଲେ। କିନ୍ତୁ କର୍ଣ୍ଣ ଜାଣିଥିଲେ ବିଜୟ ଏଠି ନାହିଁ, ପରାଜିତ ସିଓର, ପରାଜିତ ଅବସମ୍ଭାବୀ, ତଥାପି ସେ ବନ୍ଧୁକ ହାତ ଛାଡ଼ି ନଥିଲେ। ଏହି ପୁରାଣ ଆମକୁ ଏହି ଶିକ୍ଷା ଦିଏ, ଉପନିଷଦ ଆମକୁ ଏହି ଶିକ୍ଷା ଦିଏ, ଆଉ ସେ ବୁଢ଼ୀ ମା ଆମକୁ ବି ଏହି ଶିକ୍ଷା ଦିଏ। ତାର କଳ୍ପଳ କଳ୍ପିତ ଚିନ୍ତାଧାରା, ତାର ଚର୍ବିତ ଚର୍ବଣ ପାକୁଆ ପାଟିରେ ପଣିକାୟିତ ସ୍ୱରରେ ଆମକୁ କେତେଥର କେତେବାର ବହୁତ ପରାମର୍ଶ ଦିଏ। ବୁଢ଼ୀ ଜୀବନରେ ଭଲ ମଣିଷ ହେବାକୁ ହେଲେ ପୁରାଣକୁ ଫଲୋ କର, ପୁରାଣକୁ ଅନୁସରଣ କର, ଉପନିଷଦକୁ ଅନୁସରଣ କର। ଭାଗବତର ପ୍ରତିଟି ଲାଇନ୍ ବୁଢ଼ୀର ଯେମିତି ଏକ ପ୍ରକାର ମୁଖସ୍ଥ। ଯେମିତି ବୁଢ଼ୀ ନିଜକୁ ଭାବେ ମୁଁ ଭାଗବତ ମୁଁ ନିଜେ ଲେଖିଛି। ବୁଢ଼ୀ କେତେବେଳେ କେମିତି କହିଦିଏ, କର୍ମରେ ଅଧିକାରୀ ତୁଇ, ଫଳେ ତ ଅଧିକାର ନାହିଁ, ନିୟତ କର୍ମ ତୁଇ କର, ଫଳ ମୁଁ କରଇ ବିଚାର, ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। କେତେ କ'ଣ ବୁଢ଼ୀ କହିଦିଏ। ବୁଢ଼ୀ ଏବେ ବଞ୍ଚିଛି, ଚେମା ବୁଢ଼ୀ ଏବେ ବି ଜୀବିତ। ଏବେ ବି ଭୋଟ ଭିକ୍ଷା କରିବାକୁ ଆସିଥିଲେ, ବୁଢ଼ୀ ଝାଡ଼ିଦେଲା। କି ଭୋଟ କ'ଣ କେଉଁଠି ଆସିଛ ତୁମକୁ ତ ଆମେ ଜାଣିନୁ। ଏ 92 ବର୍ଷ ବୁଢ଼ୀ ମୁଟି ଶାଗ, ଗାଁରେ ଯେଉଁ କୁହନ୍ତି ମୁଟି ଶାଗ ତୋଳିବାକୁ ବୁଢ଼ୀ ବିଲକୁ ଯାଏ। ମୋ ଜେଜେମା ଚେମା ବୁଢ଼ୀ, ମୋ ଜେଜେମା ମୁଟି ଶାଗ ତୋଳିବାକୁ ବିଲକୁ ଯାଏ। ସକାଳୁ ଉଠିଲେ ବୁଢ଼ୀ ସୂର୍ଯ୍ୟ ନମସ୍କାର ହୁଏ, ଖାଲି ପେଟରେ ତୁଳସୀ ପତ୍ର ଖାଏ, ଯିଏକି ଥଣ୍ଡା କାଶ ସର୍ଦ୍ଦି ହେବନି, ବଡ଼ ବଡ଼ ରୋଗ ହେବନି ଖାଲି ପେଟରେ ତୁଳସୀ ପତ୍ର। ଗୋଟେ ଯେମିତି ଆୟୁର୍ବେଦିକ ଡକ୍ଟର ହିସାବରେ ପ୍ରସିଦ୍ଧ ଇଏ ବୁଢ଼ୀ, ଚେମା ବୁଢ଼ୀ। ଗୋବିନ୍ଦପୁର ପଞ୍ଚାୟତରେ ଚେମା ବୁଢ଼ୀ ଗୋଟେ ପ୍ରସିଦ୍ଧ ଆୟୁର୍ବେଦିକ ଡକ୍ଟର। ଏକ ଦିଗନ୍ତ ବିସ୍ତାରୀ ଚିନ୍ତାଧାରାରେ ବୁଢ଼ୀ ଏବେ ବି ଜୀବିତ। କେତେ କେତେ ଶିକ୍ଷା ସେ ଦେଇଛି ସମାଜକୁ।
କେତେ କେତେ ଉତ୍ତୀର୍ଣ୍ଣ ହୋଇଛନ୍ତି ତାର ନାତି ନାତୁଣୀ ବୁଢ଼ୀ ପାଖରୁ ଟିକକ ଶିକ୍ଷା ପାଇଁ। ଆମେ ବି ଚାହୁଁ ବୁଢ଼ୀ ଆହୁରି କିଛି ବର୍ଷ ବଞ୍ଚୁ, ଏ ସମାଜକୁ ଦିଗ୍ଦର୍ଶନ ଦେଉ, ସମାଜକୁ ସୁଶିକ୍ଷା ଦେଉ, ସମାଜକୁ ଗୋଟେ ପ୍ରକାର ଯେମିତି ବୁଢ଼ୀ କବଳରେ ରହୁ। ବୁଢ଼ୀ କବଳରେ ମତଲବ ବୁଢ଼ୀର ଯେଉଁ ସୁଶିକ୍ଷା ସମାଜ ଅନୁଗ୍ରହଣ କରୁ। ଜୟ ଜେମା ବୁଢ଼ୀ, ଜୟ ଜେମା ବୁଢ଼ୀ।